ବରେଣ୍ୟ ସଭାପତି ମହୋଦୟ, ପୂଜ୍ୟ ଗୁରୁଜୀ ଓ ଗୁରୁମାବୃନ୍ଦ, ବିଜ୍ଞ ବିଚାରକ ମଣ୍ଡଳୀ ଏବଂ ଏଠାରେ ଉପସ୍ଥିତ ମୋର ଛୋଟ ବଡ଼ ଭାଇ ଭଉଣୀ ଓ ମୋର ସହପାଠୀଗଣ, ଆଜି ହେଉଛି ଭାରତର 79ତମ ସ୍ୱାଧୀନତା ଦିବସ। ଏହି ପବିତ୍ର ଦିବସରେ ମୋତେ କିଛି କହିବାର ସୁଯୋଗ ମିଳିଥିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଛି। ସ୍ୱାଧୀନ ଶବ୍ଦଟି ସମସ୍ତଙ୍କ ପାଇଁ ସ୍ୱାଗତ ଯୋଗ୍ୟ। ପରାଧୀନତା କଷ୍ଟଦାୟକ। ବଣର ପଶୁପକ୍ଷୀ ପଞ୍ଜୁରୀରେ ରହିବାକୁ ଚାହାନ୍ତି ନାହିଁ, କାରଣ ସମସ୍ତେ ମୁକ୍ତ, ସମସ୍ତେ ସ୍ୱାଧୀନ। ଜନ୍ମଠାରୁ ମୃତ୍ୟୁ, ମୃତ୍ୟୁଠାରୁ ଜନ୍ମ, ସମସ୍ତେ ସ୍ୱାଧୀନତା ହିଁ ଚାହାନ୍ତି। ଦୁର୍ବଳତାର ସୁଯୋଗ ନେଇ ଦୃଢ଼ ଏକତା ଅଭାବରୁ ଶତ୍ରୁମାନେ ଆମ ଦେଶକୁ ଅନେକ ଦିନ ଅଧିକାର କରିଥିଲେ। ସେତେବେଳେ କଥା କହିବା, କାମ କରିବା, ଖାଇବା, ପିଇବା, ବସିବା, ଉଠିବାରେ ଆମର ସ୍ୱାଧୀନତା ନଥିଲା। ଶାସକ ଯାହା ଚାହୁଁଥିଲେ, ଯେମିତି ଚାହୁଁଥିଲେ, ଆମେ ସେମିତି ଚଳିବାକୁ ବାଧ୍ୟ ହେଉଥିଲୁ। ଇଂରେଜମାନେ ମାତ୍ର 30 ପାଉଣ୍ଡ ଖର୍ଚ୍ଚ କରି ଯେଉଁ ଇଷ୍ଟ ଇଣ୍ଡିଆ କମ୍ପାନୀ ଗଢ଼ିଥିଲେ, ସେହି କମ୍ପାନୀ ଅଳ୍ପ ଦିନ ଭିତରେ ଭାରତ ଭୂଖଣ୍ଡକୁ କରାୟତ୍ତ କରିନେଲେ। ସେତେବେଳେ ଭାରତର ଦୁର୍ବଳ ମୋଗଲ ବାଦଶାହ ବାହାଦୁର ଶାହ ଜାଫର, ଭାରତୀୟମାନଙ୍କ ମଧ୍ୟରେ ଏକତାର ଘୋର ଅଭାବ, ଭାଇ ଭାଇ ମଧ୍ୟରେ ବିଭେଦ ଆମକୁ ପରାଧୀନ କରିଦେଲା। 1757ର ପଳାଶୀ ଯୁଦ୍ଧ, 1764ର ବକ୍ସାର ଯୁଦ୍ଧ ପରେ ଭାରତ ମାତା ଛିନ୍ନ ମସ୍ତା ହୋଇଗଲା। ଭାରତବାସୀ ଅନାଥ ଆଶ୍ରମର ଅନାଥ ଶିଶୁ ହୋଇଗଲେ। ଜରା ନିର୍ବାସରେ ଜରା ଜର୍ଜରିତ ବୃଦ୍ଧ ପାଲଟିଗଲେ। ସିରାଜଦୌଲାଙ୍କ ଠାରୁ ଆରମ୍ଭ କରି ଟିପୁ ସୁଲତାନ, ଜୟରାଜ ଗୁରୁଙ୍କ ଠାରୁ ଆରମ୍ଭ କରି ଲକ୍ଷ୍ମଣ ନାୟକଙ୍କ ପର୍ଯ୍ୟନ୍ତ ଦେଶ ପାଇଁ ପ୍ରାଣବଳି ଦେବାକୁ ଆଗେଇ ଆସିଲେ। ଶତ ସହସ୍ର ନର ନାରୀ, ଯୁବକ ଯୁବତୀ, ଛାତ୍ର ଛାତ୍ରୀ, ସନ୍ନ୍ୟାସୀ ଭାରତର ସ୍ୱାଧୀନତା ଲାଗି ବଜ୍ର ସଂକଳ୍ପ ନେଲେ। ସେମାନେ ଚାହିଁଥିଲେ ରକ୍ତ ବଦଳରେ ମୁକ୍ତି, ପରାଧୀନତା ବଦଳରେ ସ୍ୱାଧୀନତା। 1857 ସିପାହୀ ବିଦ୍ରୋହରେ ଝାନ୍ସୀ ରାଣୀଙ୍କ ରଣକୁହାଟରେ ଇଂରେଜ ସେନାପତି ଚମକି ଉଠିଲେ। ଜଗଦିଶପୁରର ଜମିଦାର କନୱାର ସିଂ ଇଂରେଜର ମୁକାବିଲା ଲାଗି ନିଜ ହାତକୁ ନିଜ ତରବାରରେ କାଟି ଗଙ୍ଗାକୁ ଉତ୍ସର୍ଗ କଲେ। ମହାତ୍ମା ଗାନ୍ଧୀଙ୍କ ଆହ୍ୱାନରେ ସାରା ଭାରତ ପ୍ରକମ୍ପିତ ହେଲା। କୁଟି ଖାଅ କାଟି ପିନ୍ଧ ସ୍ଲୋଗାନ ସାରା ଦେଶରୁ ପ୍ରତିଧ୍ୱନିତ ହେଲା। 1938 ମସିହା କିଶୋର ଶହୀଦ ବାଜି ରାଉତଙ୍କ କଣ୍ଠରୁ ଶୁଭିଲା, ପ୍ରଜାମଣ୍ଡଳର ହୁକୁମ ନାହିଁ, ଡଙ୍ଗା ମୁହିଁ ଛାଡ଼ିବି ନାହିଁ। 1942 ବମ୍ବେର ଗୋଆଳିଆ ଟ୍ୟାଙ୍କ ମଇଦାନରୁ ପ୍ରତିଧ୍ୱନିତ ହେଲା, ଭାରତ ଛାଡ଼, କର ଅବା ମର, କରେଙ୍ଗେ ୟା ମରେଙ୍ଗେ। 1944ରେ ବିଶ୍ୱତ୍ରାସୀ ସୁବାସ କହିଲେ, ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ୱାଧୀନତା ଦେବି। ପିଲାରୁ ବୁଢ଼ା ଦେଶ ଲାଗି ପାଗଳ ହୋଇଗଲେ। ତ୍ରିରଙ୍ଗା ଝଣ୍ଡା ଭାରତର ସଫେଦ ଆକାଶରେ ରୋମାଞ୍ଚ ସୃଷ୍ଟି କଲା। ସବୁଆଡୁ ଶୁଭିଲା, ଝଣ୍ଡା ଉଚ୍ଚା ରହେ ହମାରା, ହମେ ହମାରା ତ୍ରିରଙ୍ଗା ପ୍ୟାରା। ଝଣ୍ଡା ଉଚ୍ଚା ରହେ ହମାରା, ହମେ ହମାରା ତ୍ରିରଙ୍ଗା ପ୍ୟାରା। ଶେଷରେ 1947 ମସିହା ଅଗଷ୍ଟ 15 ତାରିଖରେ ଭାରତ ତାର ବହୁକାଂକ୍ଷିତ ସ୍ୱାଧୀନତା ଲାଭ କଲା। ଆଜି ଆମେ ସ୍ୱାଧୀନ ଦେଶର ସ୍ୱାଧୀନ ସନ୍ତାନ। ଆଜି ସେହି ଝଣ୍ଡା ତଳେ ଶପଥ ନେବା, ଭାରତକୁ ମହାନ କରି ଗଢ଼ିବା। ମୁଁ ଏତିକି କହି ମୋର ବକ୍ତବ୍ୟ ଶେଷ କରୁଛି। ଜୟ ହିନ୍ଦ, ଜୟ ଭାରତ।